ଆରେ ଆଗ 60 ଟଙ୍କା ଲେଖା ନେଉଥିଲା, ଏବେ 70 ଟଙ୍କା ନେଉଛି। ଜୟ ଜଗନ୍ନାଥ ସାଙ୍ଗମାନେ, ସ୍ୱାଗତ ଜଣାଉଛି ମୋର ଆଉ ଗୋଟେ ନୂଆ ଭିଡ଼ିଓରେ। ମୁଁ କ'ଣ କାଟୁଛି ଛୁରୀରେ ଆପଣ ଦେଖିକି ଗେସ୍ କରିପାରୁଥିବେ ମୁଁ କ'ଣ କରିବା ପାଇଁ ଆଜି ଡିନରରେ ଚାହୁଁଛି। ପ୍ରଥମେ ମୁଁ ପନିର ଗୁଡ଼ାକ କାଟିଦେଲି, ତାପରେ କ୍ୟାପ୍ସିକମ୍କୁ ଭଲ ଭାବରେ କାଟିଦେଲି। କ୍ୟାପ୍ସିକମ୍ କାଟି ସାରିଲା ପରେ ମୁଁ ମସଲା ପ୍ରିପାରେସନ୍ ପାଇଁ ସବୁ କାଟିକୁଟି ଦେଲି। ସବୁଦିନ ସେଇ ଡାଲି ଭଜା ଖାଇ ଖାଇ ମୋ ପାଟି ପୁରା ଅରୁଚିଆ ହେଇଯାଇଥିଲା। ଫାଇନାଲି ବହୁତ ଭାବିଲି ଯେ ପନିର ଗୋଟେ ଆଇଟମ୍ର କରିବା। ପନିର ଆଇଟମ୍ କରିବା ପାଇଁ ମାନେ ବହୁତ ସହଜିଆ ଲାଗେ ମୋତେ। ଦେଖନ୍ତୁ ଏଇଠି ମୁଁ ପନିରଟା ତେଲରେ ମୁଁ ଅଳ୍ପ ଭାଜିବି, କାହିଁକିନା ମୋତେ ବେଶୀ ଭାଜିଲେ ପନିରଟା ଭଲ ଲାଗେନି। ପନିରଟାକୁ ଭାଜିକି ସବୁବେଳେ ଆପଣ ଗୋଟେ ବେଲାରେ ଥୋଇଦେବେ, କାହିଁକିନା ସେ ଯଦି ଆପଣ ପାଣିରେ ନ ଥୋଇବେ ସେଟା ପୁରା ହାର୍ଡ଼ ହେଇକି ଖାଇଲା ବେଳକୁ ଯେମିତି ପୁଟା ଛେଳିର ପୁଟା ଖାଇଲା ଭଳିଆ ଲାଗିବ। ଏଇଠି ମୁଁ ମସଲା ଫସଲା ସବୁ ଏକାଠି ଘାଣ୍ଟି ଦେଲି। ଘାଣ୍ଟି ଦେଇ ସାରିଲା ପରେ ଟିକେ ମସଲାଟାକୁ ଛାଡ଼ିଦେଲି ଟିକେ ଟାଇମ୍ କଷି ହେବା ପାଇଁ। ତାରି ଭିତରେ ମୁଁ ରୁଟି ପ୍ରିପାରେସନ୍ କରିଦେଲି। ଏପଟେ ସେପଟେ ଏକାବେଳେ ସେପଟେ ପନିର ହେଉଥିଲା, ଏପଟେ ରୁଟି ବସାଇଦେଲି ଜଲ୍ଦି କାମ ସରିବ ବୋଲିକା। ଫାଇନାଲି ଲୁକ୍ଟା ଏଇଟା ଦେଖନ୍ତୁ କେତେ ସୁନ୍ଦର ଦେଖାଯାଉଛି। ପନିରର ଆଇଟମ୍ଟା କେଉଁମାନଙ୍କୁ ସବୁ ଖାଇବାକୁ ଭଲ ଲାଗେ ମୋତେ କହିବେ। ଥ୍ୟାଙ୍କ ୟୁ ଫର୍ ୱାଚିଂ ମାଇ ଭିଡ଼ିଓ। ଥ୍ୟାଙ୍କ ୟୁ।